ଗୀତା କୁଆଡେ ଯାଉଛ? ଆରେ ଅଫିସ କିଏ ଯାଉଛି? ଖାଇବା କରିକି ଥୋଇ ଦେଇଛି, ଖାଇଦବ। 500 ଟଙ୍କା ଦିଅ ନା, ମେଡିସିନ ଟିକେ ଆଣିବି। ଯୋଉ ଦିନଠୁ ମୁଁ ଚାକିରି କଲିଣି ସବୁ ତ ପଇସା ତ ମେଡିସିନରେ ଯାଉଛି। ମୋ ପାଇଁ ତ ମୁଁ କିଛି ବି କରିପାରୁନି। ଭଗବାନଙ୍କୁ ସବୁବେଳେ ମୁଁ ଡାକୁଛି ତମକୁ ତାଙ୍କ ପାଖକୁ କେତେବେଳେ ନେବେ। ତମେ ଗଲେ ହେରି ମୁଁ ଟିକେ ଶାନ୍ତିରେ ବି ବଞ୍ଚିବି, ମତେ ଟିକେ ଶାନ୍ତି ମିଳିବ। ଏମିତିକା ନାରୀ ତମେ। ସବୁ ନାରୀ ମାନେ ସ୍ୱାମୀ ମାନେ ଦୀର୍ଘାୟୁ ହୁଅନ୍ତୁ ବୋଲି କେତେ ବ୍ରତ, କେତେ ଉପାସ, କେତେ କଣ କରୁଛନ୍ତି। ଆଉ ତମେ କହୁଛ ମୁଁ ମରିଯାଏ ବୋଲି। କେମିତି କଥା କହିପାରୁଛ? ମୁଁ ମରିଗଲେ ତମେ କହୁଛ ତମେ ଶାନ୍ତିରେ ରହିବ ବୋଲି। ଭଗବାନ ତମ କଥା ନିଶ୍ଚୟ ଶୁଣିବେ। କାରଣ ମୁଁ ମରିଗଲେ ନା ତମେ ଶାନ୍ତିରେ ରହିବ, ଶାନ୍ତିରେ। ଏଠି ଶୁଣ, ତମେ ମେଡିସିନ ଥୋଇଛି, ଖାଇଦବ। ଏ କଣ ହେଲା? ସ୍ୱାମୀ ମରିଗଲା ପରେ ଯେତେ କାନ୍ଦିଲେ କଣ ଲାଭ ଅଛି? ଯଦି ସ୍ୱାମୀକି ସମ୍ମାନ ଦେବାର ଅଛି, ଇଜ୍ଜତ ଦେବାର ଅଛି, ତାହେଲେ ସ୍ୱାମୀ ବଞ୍ଚିଥିଲା ବେଳେ ସ୍ୱାମୀକି ସମ୍ମାନ କରନ୍ତୁ, ଇଜ୍ଜତ ଦିଅନ୍ତୁ। ମୁଁ ଠିକ୍ କହିଲି କି ଭୁଲ କହିଲି ଆପଣମାନେ କମେଣ୍ଟରେ କୁହନ୍ତୁ।